ମୁଁ ହିମାଂଶୁ ଶେଖର ସାହୁ, ଡାକ ନାଁ ହିମା, ଘର ବଡତିଲୋଚନପୁର। ମୁଁ କିଛି ସତ କଥା କହିବାକୁ ଆଜି ଲାଇଭ ଆସିଛି। ଗତ 24 ସାଧାରଣ ନିର୍ବାଚନରେ ମୁଁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହୋଇଥିଲି। ସେ ବିଷୟରେ ଆଜି ଧର୍ମଶାଳାବାସୀଙ୍କୁ କିଛି ତଥ୍ୟ ଦେବାକୁ ଚାହୁଁଛି। ମୁଁ ବିଧାୟକ ହେଉଥିଲି କହିବା ଠିକ ହେବ ନାହିଁ। ମତେ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ବର୍ତ୍ତମାନର ପ୍ରିୟ ବିଧାୟକ ହିମାଂଶୁ ଶେଖର ସାହୁ ନାମ ଯାହା, ମୋ ନାମ ସେଇଆ। ତେଣୁ ଭୋଟରମାନଙ୍କୁ ଭ୍ରମିତ କରିବା ପାଇଁ, ଲିକୁ ଭାଇଙ୍କୁ ହରାଇବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା, ଯାହାକୁ ରଚନା କରିଥିଲେ ପୂର୍ବତନ ବିଧାୟକ ବଳବନ୍ତ ରାୟ ଓ ତାଙ୍କ ଭାଇ ପ୍ରଭାତ ବଳବନ୍ତ ରାୟ ଓ ବଲକାର ଠିକାଦାର ଅକ୍ଷୟ କୁମାର ନାୟକ। ସେଥିପାଇଁ ମତେ ଆର୍ଥିକ ଲୋଭ ଓ ମୋ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ସେହି ସମୟ କରିଥିବା ଭୁଲକୁ ମୁଁ ଧର୍ମଶାଳାବାସୀ ଓ ଧର୍ମଶାଳା ପ୍ରିୟ ବିଧାୟକ ହିମାଂଶୁ ଶେଖର ସାହୁ ଲିକୁ ଭାଇଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଆଶା କରୁଛି ସେ ତାଙ୍କ ବଡପଣରେ ଉଚିତ କ୍ଷମା କରିଦେବେ।